ସୁନା ଇଟା ଗୋଟେ ଭିକାରୀଟିଏ ଥିଲା, ଯିଏକି ଭିକ ମାଗିବାରେ ବହୁତ ଚତୁର ଥିଲା। ଯେତିକି ଚତୁର ଥିଲା ତାଠୁ ବେଶୀ ଅଧିକ କଞ୍ଜୁସ୍ ଥିଲା। ସେ ଭିକାରୀ ଭିକ ମାଗି ମାଗି ବହୁତ ଧନ ସଞ୍ଚୟ କରିସାରିଥିଲା। ଯେତେବେଳେ ତା ପାଖରେ ଅଧିକ ଧନ ସମ୍ପତ୍ତି ହେଇଗଲା, ସେ ତାର ସୁରକ୍ଷା ପାଇଁ ଚିନ୍ତା କରିବାକୁ ଲାଗିଲା ଏବଂ ସେ ବହୁତ ଚିନ୍ତା କଲା ପରେ ନିର୍ଣ୍ଣୟ ନେଲା କି ତାର ସେ ଛୋଟ ଝୁମ୍ପୁଡ଼ି ଘରେ ଏତେ ଧନ ରଖିବା ଠିକ୍ ନୁହେଁ। ସେହି ଟଙ୍କାରେ ସେ 4ଟି ସୁନା ଇଟା କିଣିଲା ଏବଂ ତାକୁ ନେଇ ପାଖ ଜଙ୍ଗଲରେ ଗୋଟେ ଗଛ ତଳେ ପୋତିଦେଲା। ଏବେ ସେ ପୁରା ନିଶ୍ଚିତରେ ଥିଲା। ତା ମନ ବହୁତ ଖୁସି ଥିଲା। ଭିକାରୀ ସବୁଦିନ ଭିକ ମାଗି ଫେରିଲା ବେଳକୁ ଯେଉଁଠି ସେ ସୁନା ଇଟା ପୋତିଥିଲା ସେଠିକି ଯାଇ ଦେଖି ଆସୁଥିଲା। ପ୍ରଥମେ ଦିନରେ ଗୋଟେ ଥର ଯାଇ ଦେଖି ଆସୁଥିଲା, କିନ୍ତୁ ଧୀରେ ଧୀରେ ତାର ଇଟା ପ୍ରତି ମୋହ ବଢ଼ିଗଲା। ସେ ଗୋଟେ ଦିନରେ ଅନେକ ଥର ଯାଇ ସେ ସୁନା ଇଟା ଥିବା ଜାଗାକୁ ଦେଖି ଆସୁଥିଲା ଏବଂ ପାଦରେ ସେ ଜାଗାକୁ ଭଲ ଭାବରେ ଚାପି ଦେଉଥିଲା, କାରଣ ସେ ଜାଣିପାରିବ ଯେ ସେ ଜାଗାକୁ କିଏ ଆସିଥିଲା କି, କିଏ ସେ ଜାଗାକୁ ଖୋଳିଛି କି। ଥରେ ଜଣେ ଚୋର ସେ କଥା ଲକ୍ଷ୍ୟ କଲା। ଭିକାରୀ ଯେତେବେଳେ ସେ ସୁନା ଇଟା ଜାଗାକୁ ଦେଖି ପଳେଇଲା, ସେ ଚୋର ତା ପଛରେ ଯାଇ ସେ ଗଛ ମୂଳରେ ଖୋଳିଲା। ସୁନାର ଇଟାକୁ ଦେଖି ଖୁସିରେ ନାଚିବାକୁ ଲାଗିଲା ଏବଂ ମନ ଭିତରେ କହିବାକୁ ଲାଗିଲା, ଏ ତ ବଡ଼ ଧନବାନ ଭିକାରୀ ବାହାରିଲା। ଚୋର ସୁନାର 4ଟି ଇଟାକୁ ବାହାର କରି ସେଠାରେ 4ଟି ମାଟିର ଇଟାକୁ ରଖିଦେଇ ତା ଉପରେ ପୂର୍ବ ପରି ମାଟି ଘୋଡ଼ାଇ ସେ ଜାଗାକୁ ସମତଳ କରିଦେଲା। ଭିକାରୀ ସନ୍ଧ୍ୟାବେଳେ ସେ ଜାଗାକୁ ଆସି ଦେଖିଲା କି ସକାଳେ ସେ ଜାଗାର ମାଟି ଏକତ୍ରିତ ଥିଲା, ଏବେ କିନ୍ତୁ ମାଟି ଛିଞ୍ଚାଡ଼ି ହେଇ ଚାରିକଡ଼ରେ ପଡ଼ିଛି। ତା ମନରେ ସନ୍ଦେହ ଆସିଲା। ସେ ତୁରନ୍ତ ସେ ଜାଗାକୁ ଖୋଳି ଦେଖିଲା କି ସୁନାର ଇଟା ଜାଗାରେ ମାଟିର ଇଟା ରଖାଯାଇଛି। ଭିକାରୀ ବହୁ ଜୋରରେ କାନ୍ଦିବାକୁ ଲାଗିଲା। ଠିକ୍ ସେତିକିବେଳେ ସେ ରାସ୍ତାରେ ଜଣେ ମହାତ୍ମା ଯାଉଥିଲେ। ମହାତ୍ମା ଭିକାରୀକୁ କାନ୍ଦିବାର ଦେଖି ତାକୁ କାରଣ ପଚାରିଲେ। ଭିକାରୀ କହିଲା, ହେ ମହାତ୍ମା, ମୁଁ ଲୁଟିଗଲି, ମୋର ସବୁ କିଛି ଚୋରି ହେଇଗଲା, ଏବେ କ'ଣ ହେବ ମୋର? ମହାତ୍ମା ଏ କଥା ଶୁଣି ଆଶ୍ଚର୍ଯ୍ୟ ହେଇଗଲେ। ସେ ଦେଖିଲେ କି ଭିକାରୀ ଚିରା ଲୁଗା ପିନ୍ଧିଥିଲା, ଭଲ ଲୁଗା ଖଣ୍ଡେ ତା ପାଖରେ ନଥିଲା। ଥଣ୍ଡାରେ ସେ ଥରୁଥିଲା। ମହାତ୍ମା ଚିନ୍ତା କରିବାକୁ ଲାଗିଲେ, ଏ ଭିକାରୀର ପୁଣି କ'ଣ ଚୋରି ହେଇଗଲା? ଲାଗୁଛି ଯେମିତି କିଛି ଗୋଟେ ଗଡ଼ବଡ଼ ଅଛି। ମହାତ୍ମା ସେ ଭିକାରୀକୁ ଆଶ୍ୱାସନା ଦେଇ କହିଲେ, କାନ୍ଦ ନାହିଁ, କୁହ ତୁମର କ'ଣ ଚୋରି ହେଇଛି? ମୋତେ ଲାଗୁନି ତୁମ ପାଖରେ କିଛି ଧନ ଥିଲା ଭଳି। ହେ ମହାରାଜ, ମୋ ପାଖରେ ଧନ ଥିଲା। ମୁଁ ଭିକ ମାଗି ମାଗି ସୁନାର 4ଟା ଇଟା କରିଥିଲି ଏବଂ ସେ ଇଟା ଚୋରି ହେଇଯିବ ବୋଲି ତାକୁ ଏଠାରେ ପୋତି ଦେଇଥିଲି, କିନ୍ତୁ ସେ ଇଟା ଚୋରି ହେଇଯାଇଛି। ଚୋର ଆସି ସୁନା ଇଟାକୁ ନେଇଯାଇ ତା ଜାଗାରେ ମାଟି ଇଟା ରଖିଦେଇଛି। ମହାତ୍ମା ପଚାରିଲେ, ସେ ସୁନାର ଇଟା କ'ଣ ତୁମକୁ ଖାଇବାକୁ ଦେଉଥିଲା? ମହାରାଜ, ଇଟା କ'ଣ ଖାଦ୍ୟ ଦେଇପାରିବ? ସେ ତ ନିର୍ଜୀବ ବସ୍ତୁ। ମହାତ୍ମା କହିଲେ, ତାହେଲେ ସେ ସୁନା ଇଟା କ'ଣ ତୁମକୁ ଲୁଗା, ଘୋଡ଼ା, ଗାଡ଼ି, ଫଳ, ଫୁଲ ଦେଉଥିଲା? ସେ ସୁନା ଇଟା ତୁମକୁ କିଛି ନା କିଛି ଦେଉଥିଲା, ଯେଉଁଥିପାଇଁ ତୁମ ମନ ଦୁଃଖ ଅଛି। ଭିକାରୀ ଲୁହ ପୋଛି କହିଲା, ଇଟା ତ କିଛି ବି ଦେଉନଥିଲା, ଖାଲି ତାକୁ ଦେଖି ମନ ଖୁସି ହେଇଯାଉଥିଲା। ତା କଥା ଶୁଣି ମହାତ୍ମା ହସି ଦେଇ କହିଲେ, ଯଦି ସୁନାର ଇଟାକୁ ଖାଲି ଦେଖିବାର କାମ ଥିଲା, ତାହେଲେ ମାଟିର ଇଟାକୁ ବି ଦେଖିକି କାମ ଚଳେଇ ନିଅ। ଯେମିତି ସୁନା ଇଟାକୁ ଦେଖୁଥିଲ, ସେମିତି ମାଟି ଇଟାକୁ ଦେଖ। ଖାଲି ଦେଖିବାର ଅଛି, ସେଥିରେ ଫରକ କ'ଣ? ଭିକାରୀ କିଛି ଚିନ୍ତା କରିବାକୁ ଲାଗିଲା। ଏବେ ବି ତା ମନ ଭିତରେ ଶାନ୍ତି ନଥିଲା। ମହାତ୍ମା ପୁଣି କହିଲେ, ସୁଖ ସନ୍ତୋଷରେ ଅଛି, ଲୋଭରେ ନୁହେଁ। ସୁନାର ଇଟାକୁ କେବଳ ତୁମ ପାଖରେ ରଖିଥିଲ, ସେ ତୁମର କିଛି ବି କାମରେ ଆସୁନଥିଲା। ଇଟା ଏବେ ବି ଅଛି, ତୁମେ ସୁନାର ଇଟାକୁ ମାଟିରେ ଘୋଡ଼ାଇ ରଖିଥିଲ। ଚିନ୍ତା କରି ନିଜର ମନକୁ ସନ୍ତୋଷ କର ଏବଂ ଖୁସିରେ ରୁହ। ଭିକାରୀଟି ମହାତ୍ମାଙ୍କର ସବୁ କଥାକୁ ବୁଝିପାରି ସେ ତାଙ୍କୁ ପ୍ରଣାମ କରି ନିଜର ଭିକ୍ଷା ଥାଳ ଧରି ନିଜ ରାସ୍ତାରେ ଚାଲିଗଲା। ସାଙ୍ଗମାନେ, ଆଜିର କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିବ ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ତା ସହିତ ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ ସାଙ୍ଗମାନେ।